ହାଜତକୁ ନେଲା। ଖୋଳା ଚାଲିଛି ମୃତଦେହ, ଲାଗିଛି ଜେସିବି, ଜଗିଛନ୍ତି ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍। ଶହ ଶହ ଲୋକଙ୍କ ଉପସ୍ଥିତିରେ ପୋଲିସ ଜଣେ ଏମିତି ଅପରାଧୀର କାରନାମାକୁ ଖୋଳି ବାହାର କରୁଛି ଯିଏ ନିଜେ ଜଣେ ମଧ୍ୟ ପୋଲିସ କନେଷ୍ଟବଳ, କିନ୍ତୁ ଖାକି ପୋଷାକ ଭିତରେ ଲୁଚି ରହିଥିଲା ଜଣେ ଭୟଙ୍କର ସୈତାନ ଯିଏ ବର୍ଦ୍ଦିକୁ ବଦନାମ କରିଛି। ରାଜଧାନୀରେ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାର ଚାଞ୍ଚଲ୍ୟକର ପର୍ଦ୍ଦାଫାଶ ହେବା ପରେ ପୋଲିସ ପ୍ରଥମେ ହତ୍ୟାକାରୀ କନେଷ୍ଟବଳ ଦୀପକ ରାଉତଙ୍କୁ ଗିରଫ କରିଥିଲା ଏବଂ ତାପରେ ଶୁଭମିତ୍ରାଙ୍କ ଲାଶ ଉଦ୍ଧାର କରିବା ପାଇଁ ଦୀପକଙ୍କ ବୟାନ ଅନୁଯାୟୀ ଆରମ୍ଭ କରିଥିଲା ଖୋଳତାଡ଼। କେନ୍ଦୁଝର ଜିଲ୍ଲା ଘଟଗାଁ କୁଶଳପୁର ଗାଁର ଏକ ଘର ପଛପଟେ ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ମୃତଦେହ ପୋତାଯାଇଥିବା ଠୋସ୍ ପ୍ରମାଣ ମିଳିବା ପରେ ଆରମ୍ଭ ହୋଇଥିଲା ଶବ ଖୋଜା। ଶବ ପୋତିଥିବା ସ୍ଥାନ ନିଜେ ଦେଖାଇଥିଲା ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁ ତଥା ପୋଲିସ କନେଷ୍ଟବଳ ଦୀପକ ରାଉତ। ଆଉ ମୃତଦେହ ପୋତିବାରେ ଦୀପକଙ୍କୁ ସହଯୋଗ କରିଥିଲା ତାର ମାଉସୀ ପୁଅ ଭାଇ ବିନୋଦ ଭୂୟାଁ ଓ ପପୁ ଏବଂ ଯେଉଁ ସ୍ଥାନରେ ଲାଶ ପୋତାଯାଇଥିଲା ତାର ମାଲିକ ଜଟିଆ ମହନ୍ତ। ଦୀପକ ସମେତ ଦୁଇ ସହଯୋଗୀଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ପରେ ଜେସିବି ସହାୟତାରେ ମୃତଦେହ ଖୋଳି ବାହାର କରିଥିଲା ପୋଲିସ। ଶୁଭମିତ୍ରା ନିଖୋଜ ହେବାର 11 ଦିନ ପରେ ମିଳିଲା ତାଙ୍କର ଲାଶ। ଫିଲ୍ମ ଷ୍ଟାଇଲ୍ରେ ପ୍ରମାଣ ନଷ୍ଟ କରିଥିଲା ପୋଲିସ କନେଷ୍ଟବଳ ଦୀପକ ରାଉତ। ଭୁବନେଶ୍ୱରରେ ପ୍ରେମିକାକୁ ହତ୍ୟା କରିଥିଲା। 200 କିଲୋମିଟର ନେଇ ଆସିବା ପରେ ଗୋଟିଏ ଘର ପଛପଟେ ନିଜର ପ୍ରେମିକାର ମୃତଦେହକୁ ପୋତିଥିଲା। ଆଉ ପୁଣି ଥରେ ଭୁବନେଶ୍ୱର ଯାଇ ନିଜ ଡ୍ୟୁଟି କରୁଥିଲା। गोटे पर गोटे सीसीटीवी जांच करा पुलिस प्रथमे दीपकर सुराग पाई ता परवर्ती मुहूर्त में पूरा हत्याकांडर खुलासा करथिला कमिशनर। बुधवार हत्याकारी कनेस्टेबल दीपक को नहीं क्राइम सीन रिक्रिएशन करथिला पुलिस। शुभमित्रा को केउठी हत्या करथिला, केमिति कार रे नेथिला आ किपरि भाबे मृतदेह को एक जरी बस्ता रे पुराई लाठी तले पोतिथिला सब किछि पुलिस को गोटी गोटी कर देखाइथिला। भुवनेश्वर अभियुक्त दीपक को सामने नहीं केन्दुझर घटना जाइथिला कमिशनरेट पुलिस। निज डिपार्टमेंट रो साथी सहकर्मी सह जड़े खुनी कनेस्टेबल पुलिस भ्यान रे बसी घटनार कुशलपुर जाइथिला। सेठारे घटगां पुलिस फरेन्सिक टीम और मजिस्ट्रेट को उपस्थित रे पुलिस जेसीबी सहायता रे मृतदेह को बाहर करबा पई माटी खोलिथिला। फुट माटी खोलिबा परे बाहरिला कथा बस्तार बंधा होइथिबा मृतदेह। साइंटिफिक टीम तदंत आरंभ करथिला। केन्दुझर जिला मुख्य चिकित्सालय रे शव व्यवस्थित कराଯାଇଥିଲା। पुलिस को मारिला पुलिस तंटी चिपी हत्या करिबा परे दीर्घ 200 किलोमीटर डेड बॉडी को आनी गाँव में पोतीदेला। निज माउसी पुओ एवं घर मालिकों सहायता रे गाँ भितर जेसीबी खोली पोतीदेला पुलिस एवं शेष में कमिशनरेट पुलिस हत्याकारी को आनी घटनास्थल पहुंची साइंटिफिक टीम सहायता रे जेसीबी सहायता रे खोली माटी भितर महिला कनेस्टेबल शव उद्धार कर। कुशलपुर गाँव में जिते दृश्य फिल्म स्टाइल में माटी तले पोता जाइଥିବା कनेस्टेबल शुभमित्रा डेड बॉडी उद्धार प्रक्रिया चलता से पूरा इलाका हलचल सृष्टि नरहत्या पुलिस कनेस्टेबल निर्दय कारनामा जाणु आखपाखर शह शह लोक जुटी आस समस्त नजर लगी रही माटी कादुଅ भरा से स्थान पर जो शुभमित्रा खबर देता घातक प्रेमी जो स्थान शुभमित्रा डेड बॉडी उद्धार कराला से घर मालिक जटिया जटिया टंका लोभरे पड़ी दीपक राउत अपराध को चपाइवा जाए निज अपराधी पलटि जटिया घर पाख पड़ोशी एमती स्थिति देखी ताजुब हो जाए। एभली घटना से जीवन में देखी ना गणमाध्यम आगे बयान से कथा तो आमे भी चिंता आमे भी जानी पारुने जे केते बड़े काम होईची बोली भय लागुची जानला परे हमको भय लागुची ना गुटे माने कहीं कहले इना देखलु ना नहीं जहाँ भी एत लोक गाड़ी माने फास्ट आसला पुलिस गाड़ी देखिकी आम टे डर लगला एत लोक शह शह लोक आसीगले जो डर मानला सी घटना मर्डर कर दिया घटना एरिया तोपी दिखाई स्थान में एमती गोटे घटना घटीगला केमी आखपाख लोक जानी पारे डाउट लगुच आश्चर्य लगुच
ଏମିତି ଘଟଣା କାଇଁ ପୂର୍ବ ଶୁଣିଥିଲେ? କେବେ ବି ଶୁଣିନଥିଲୁ। ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା, ଆମେ ଏଟାକୁ କେବେ ଭାବି ନଥିଲୁ ଏମିତି ଘଟଣା ଏଠି ହେଉଛି ବୋଲି, କିନ୍ତୁ ହେଲା କେମିତି ବି ଆମେ ବିଶ୍ୱାସ କରିପାରୁନୁ। ଗୋଟେ 4-5ଟା ପରିବାର ବସ୍ତି ମଧ୍ୟରେ ଆସିକି ତାକୁ କେମିତି ତାକୁ ରଖିଲେ, ଏଥିରେ କାହାର ହାତ ଅଛି କେମିତି ହାତ ଅଛି ଆମେ ଶୁଣୁଛୁ କାଳେ ଏଟା ଭୁବନେଶ୍ୱରର ଘଟଣା, ଏଠିକାର ନୁହେଁ ବୋଲି। କିନ୍ତୁ ଯେତେବେଳେ ଆମେ ବଜାରରେ ଥିଲୁ ସେଠି ଖବର ପାଇଲୁ ଯେ ନା ସେଠି ଗୋଟେ କ'ଣ ହେଇଛି ସେ ପେଟ୍ରୋଲ ପମ୍ପ ପାଖରେ, ବୋଲି ଯିବା ଦେଖିବା ଚାଲ, ଦେଖିଲେ ଯେ ଆଶ୍ଚର୍ଯ୍ୟ ଲାଗୁଛି। ଗତ ସେପ୍ଟେମ୍ବର 6 ତାରିଖରୁ ଶୁଭମିତ୍ରା ନିଖୋଜ ଥିଲେ। ବହୁ ଉଦ୍ୟମ ପରେ ବି ତାଙ୍କ ବାବଦରେ କୌଣସି ସୁରାଗ ପାଉନଥିଲା। ଶୁଭମିତ୍ରାଙ୍କ ବାବଦରେ ସୁରାଗ ଦେଲେ 25,000 ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରିଥିଲା କମିଶନର। କିନ୍ତୁ ପୋଲିସର ଦୀପକ ରାଉତ ଉପରେ ସନ୍ଦେହ ବଢ଼ିବାକୁ ଲାଗିଲା ଏବଂ ତାଙ୍କୁ ହେପାଜତକୁ ନେଇ ପଚରାଉଚରା ବେଳେ ଏପରି ଏକ ସାଂଘାତିକ ବଡ଼ ମିଷ୍ଟ୍ରିର ଖୁଲାସା ହୋଇଥିଲା। ଦୀପକର ବୟାନ ଆଧାରରେ ତାଙ୍କୁ ଡେଡ୍ବଡି ଡିସ୍ପୋଜାଲରେ ସହାୟତା କରିଥିବା ତାର ସମ୍ପର୍କୀୟ ମାଉସୀ ପୁଅ ଭାଇ ବିନୋଦ ଭୂୟାଁ କେନ୍ଦୁଝର ଘଟଣା ପୋଲିସ ଅପୁର ଘର ଘଟଣା ରାଜବନ୍ଧୁ ସାହି। ପୋଲିସ ଭୁବନେଶ୍ୱରକୁ ହତ୍ୟାକାରୀ ଦୀପକ ଏବଂ ଘଟଣାରେ ଅଟକ ଥିବା ପକ୍ଷୀକୁ ସାଥିରେ ନେଇ ଡେଡ୍ବଡି ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ସହ କ୍ରାଇମ୍ ସିନ୍ ରିକ୍ରିଏସନ୍ ମଧ୍ୟ କରିଥିଲା।